ଏଇଟା ଆମ ବର୍ଷର ପ୍ରଥମ ପିକନିକ୍ ଥିଲା। ଆମେ ବାହାରି ଯାଇଥିଲୁ ମର୍ଣ୍ଣିଂରେ ଅନୁଗୁଳର ଗୋଟେ ଜାଗାକୁ, ଯେଉଁଟା ପିକନିକ୍ ସ୍ପଟ୍ ଥିଲା। ସେଠି ଆପଣ ଦେଖିପାରିବେ ପାର୍କ ବି ଥିଲା, ପୁଲ୍ ବି ଥିଲା, ମନ୍ଦିର ବି ଗୋଟେ ଥିଲା ସେଇଠି। ତ ବହୁତ ହି ସୁନ୍ଦର ହେଇଥିଲା ଜାଗାଟା। ଏଇଟା ହଜବେଣ୍ଡ ଯାଇକି ଆଗରୁ ନେଇକି ଆସିଥିଲେ ଭିଜୁଆଲ୍ଟା। ଏଇଟା ଦେଖୁଥିବେ, ଏଇଟା ପୁଲ୍ର ସାଇଡ଼୍ଟା ଏତେ କ୍ଲିନ୍ ନଥିଲା, ବଟ୍ ଠିକ୍ ଠାକ୍ ଥିଲା, ମ୍ୟାନେଜେବଲ୍ ଥିଲା। ଏଇଠି ଏଇ ପୁଲ୍ଟା ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଏଇଟା ହେଉଛି ସେ ପୁଲ୍, ପାଣି କ୍ଲିଅର୍ ଥିଲା। ଏଠି କିଛିଟା ଲୋକ ଗାଧୋଉ ବି ଥିଲେ। ମାମୁଁ ଆଉ ମାଉସୀ ପୁଅକୁ ଧରିକି ତା ଭିତରକୁ ନେଇକି ଯାଇଥିଲେ ତାକୁ ଏକ୍ସପିରିଏନ୍ସ କରିବା ପାଇଁକା। ତାକୁ ପୁଣି ଧରିକି ପଳାଇ ଆସିଲେ। ଏଇଠି ଆମର ସମସ୍ତେ ଏଭ୍ରି ମେମ୍ବର ସେଇଠି ବସିଛନ୍ତି। ଏଇଠି ରୋଷେଇ ଚାଲିଛି। ଏଠି ଦେଖିଲୁ କି ମାଙ୍କଡ଼ ଗୁଡ଼ାଏ ଦୌଡ଼ିକି ଆସୁଥିଲେ। ମୋତେ ମାଙ୍କଡ଼କୁ ବହୁତ ଡର ଲାଗେ। ମୋତେ ସବୁଠୁ ବଡ଼ ଡର ଥିଲା ମନରେ କି ପୁଅ ସାଙ୍ଗରେ ଯେହେତୁ ଅଛି, ଛୋଟ ପିଲା ଦେଖିକି ତାକୁ କାଳେ କ'ଣ କରିବେ କି କ'ଣ କରିବେ। ତ ମୋ ମାଉସୀଙ୍କୁ ବାରମ୍ବାର କହୁଥିଲି କି ମାଉସୀ ପୁଅକୁ ମାରିବେନି ତ, ପୁଅକୁ କିଛି କରିବେନି ତ। ତ ମାଉସୀ କହୁଥିଲେ ନାଇଁ ନାଇଁ, ବଡ଼ମାନେ ଆମେ ଅଛୁ ଯେହେତୁ, ତ କିଛି ସେମାନେ ଆସିବେନି ପାଖକୁ। ତ ହୋପଫୁଲି ଥ୍ୟାଙ୍କ ଟୁ ଗଡ଼୍ କି ସେମିତି କିଛି ହେଇନଥିଲା। ସେମାନେ ଆସିକି ଏଠି କୋବି ଖାଇବାରେ ବିଜି ଥିଲେ। ଆମର କୋବି ଆସିଥିଲା ରୋଷେଇ ହେବା ପାଇଁକା, କୋବି କଷା ପ୍ଲାନିଂ ଥିଲା। ବଟ୍ ଏମାନେ ଯେଉଁଠି ରୋଷେଇ ହେଉଥିଲା ସେଇଠୁ ଯାଇକି ନିଜେ ନିଜେ ସବୁ ଯାକ କୋବି ଗୁଡ଼ା ଧରିକି ପଳେଇ ଆସୁଥିଲେ। ତ କୋବି ପକୋଡ଼ା ବନିକି ଆଉ କଷାର ପ୍ଲାନିଂ କ୍ୟାନସଲ୍ ହେଇଗଲା, ଯେହେତୁ ଏମାନେ ସେଗୁଡ଼ା ସବୁ ଖାଇଗଲେ। ତ ଏଇଠି ଚାଲିଥିଲା ଆମର ରୋଷେଇ, ଭେଜ୍ ନନ୍ଭେଜ୍ କିଛିଟା ଚାଲିଥିଲା। ମୁଁ ପୁରା ରୋଷେଇଟା ଦେଖାଇ ପାରିନି, ବିକଜ୍ ଏଇଟା ଯେହେତୁ ମୋର ଫର୍ଷ୍ଟ ବ୍ଲଗ୍ ଥିଲା। ତ ଏତେ ସବୁ ଜିନିଷ, ଏକ ତ ଏକ୍ସପିରିଏନ୍ସ ନାହିଁ, ଦୁଇରେ ମନେ ବି ରହିଲାନି କେଉଁଟା ନେବି କେଉଁଟା ନ ନେବି। ଏଇଠି ମାଉସୀ ଆଉ ସେ ନାନୀ ଯାଇକି ଗୋଟେ କୋବିଟେ ନେଇକି ସେ ମାଙ୍କଡ଼ମାନଙ୍କୁ ଦେଉଛନ୍ତି ଖାଇବା ପାଇଁକା। ସେମାନେ ସବୁ ବସିକି ସେଇଠି ଖାଇ ନେଉଛନ୍ତି ସେଗୁଡ଼ା। ଏଇଟା ବଡ଼ ମାଙ୍କଡ଼ଟା ଗୋଟେ ଯେ, ସେଇଟା ଖାଲି ସବୁବେଳେ ଆସିକି ଆଗରେ ସେ ସବୁ ଯାକ ଖାଇଯାଉଥିଲା। ସେ ଛୋଟ ଗୁଡ଼ା ପାଉନଥିଲେ। ତ ଏଇଟା ହେଉଛି ସେ ପ୍ଲେସ୍। ଏଇଠି ସମସ୍ତେ ବସିଥିଲେ। ଧନ ପାପାଙ୍କ ସାଙ୍ଗେ ବୁଲୁଥିଲା, ବହୁତ ଏନ୍ଜୟ କରୁଥିଲା, ସବୁ ଦେଖି ଦେଉଥିଲା କରିକି। କଥା ବହୁତ କ୍ଲିଅର୍ ଶିଖିନି ସେ ଯେହେତୁ, ତ ଖାଲି କରିକି ଦେଖାଇ ଦେଉଥିଲା। ତା ପାପାଙ୍କର ତ ଆଜି ହାଲତ ଖରାପ ହେଇଯାଇଛି ତାକୁ ଧରିକା। ସେ ତା ପାପାଠୁ ଆଉ କୁଆଡ଼େ ଯାଉ ହିଁ ନଥିଲା। ତାପରେ ଆମେ ପ୍ଲାନ୍ କଲୁ କି ଆମେ ଯିବୁ ସେପଟେ ପାର୍କକୁ। ପ୍ଲାନିଂ କରିକି ସେପଟେ ପାର୍କକୁ ଆମେ ଯାଇଥିଲୁ। ଧନ ତା ପାପା ସେମାନେ ଆଗେ ଆଗେ ପଳେଇ ଯାଇଥିଲେ। ମୁଁ ଏଇଠି ପୁଲ୍ ସୁଟ୍ କରୁଥିଲି। ତ ଲାଚି ସେମାନେ ସବୁ ଆଗେ ଆଗେ ଚାଲିଛନ୍ତି। ତାପରେ ସେମାନେ ସେଇଠି ଯାଇକି ଫଟୋ ସୁଟ୍ କରିବାକୁ ଲାଗିଗଲେ। ତ ଆମେ ସେଇଠି କିଛିଟା ଫଟୋ ବି ସୁଟ୍ କରିଲୁ। ତାପରେ ଏଇଟା ହେଉଛି ସେ ଝରଣା। ଏଇଠି ଗୋଟେ ଝରଣା ବି ଅଛି, ମାନେ କ୍ଲିଅର୍ ଦେଖାଯାଉନି କେଉଁଠୁ ପାଣିଟା ଆସୁଛି ପାହାଡ଼ରୁ। ବଟ୍ ଏଇଠି ପାଣିଟା ତଳେ ଅଛି, ଫୁଟ୍ ବ୍ରିଜ୍ ଅଛି। ଫୁଟ୍ ବ୍ରିଜ୍ରେ ହିଁ ଆମେ ସେପଟକୁ କ୍ରସ୍ କରିଥିଲୁ। ଏଇଟା ହେଉଛି ସେ ଝରଣା, ସେ ଭିତରୁ କେଉଁଠୁ ପାଣି ଆସୁଛି। ଏଇଠି ଧନ ତା ପାପା ଚାଲିଛନ୍ତି ଆଗରେ ଆଗରେ। ସେମାନେ ସବୁ ପଛରେ ରହିଗଲେ, ଏମାନେ ଦୁଇ ଜଣ ଆଗେ ଆଗେ। ଏଇଟା ସିଧା ରାସ୍ତାଟା ଯେଉଁଟା, ସେଇଟା ହେଉଛି ମନ୍ଦିରକୁ ରାସ୍ତା। ରାଇଟ୍ ସାଇଡ଼୍ଟା ଏଇଟା ହେଉଛି ପାର୍କ। ମୁଁ ଜାଗାଟା ନାଁ ବି କହିଦେଉଛି, ଏଇଟା ହେଉଛି ଖୁମ୍ବେଶ୍ୱରୀ ବଡ଼ସିଂଘାର ଅନୁଗୁଳର। ତ ଏଇଠି ପାର୍କ ସେମାନେ ଏଣ୍ଟ୍ରି କରିଯାଇଛନ୍ତି। ତା ପାପା ତାକୁ ଏଇନେ ତଳେ ଛାଡ଼ିଦେଲେ, ଯେହେତୁ ସେ ଟିକେ ଚାଲିବ। ସେ ବହୁତ ଏନ୍ଜୟ କରୁଛି, ଦେଖୁଛି କ'ଣ କ'ଣ ସବୁ ଅଛି, ମୁଁ କେଉଁଠିକି ଆସିଯାଇଛି। ବହୁତ ହି ସେ ଏକ୍ସାଇଟେଡ଼୍। ତାର ଫର୍ଷ୍ଟ ପିକନିକ୍ ଯେହେତୁ ଏଇଟା, ଟୋଟାଲି ଆସୁନଥିଲା। ଆମେ ତାକୁ ଡାକୁଛୁ ଆସ ବୋଲି, ମାଉସୀ ତାକୁ ଟେକି ଟେକି ନେଇ ପଳେଇ ଆସିଲେ। ସେ ବି ତାକୁ ବି ମଜା, ସେ ଟେକି ଟେକି ହେଇଯାଉଛି। ଏଇଠି ସେମାନେ ନାନୀ ସେ ନ୍ୟୁଲି ମ୍ୟାରେଡ଼୍, ସେମାନେ ସବୁ ଫଟୋ ସୁଟ୍ କରିବାରେ ବିଜି। ମୁଁ ଏଇଠି ପାର୍କର କିଛିଟା ଭିଜୁଆଲ୍ ଆପଣଙ୍କୁ ଦେଖାଇ ଦେଉଛି। ଏଇଟା ହେଉଛି ସେ ପାର୍କ। କମ୍ପ୍ଲିଟଲି ପାର୍କ ମାନେ ବେଶୀ ବଡ଼ ନାହିଁ, ବଟ୍ ସ୍ମଲ୍ ଥିଲା, ଭଲ ଥିଲା। ଏଠି ମଉସା ଆସିକି ଆମର ଦୋଳି ଖେଳୁଥିଲେ। ମୋତେ ବି ଇଚ୍ଛା ଥିଲା ଦୋଳି ଖେଳିବାକୁ, ଯେହେତୁ ଗେଲୁ ଆଉ ତା ପାପା ସାମ୍ନାରେ ଜଲ୍ଦି ଜଲ୍ଦି ପଳେଇ ଯାଇଥିଲେ ଆଗକୁ। ତ
ତ ମୁଁ ଆଉ ସେଠି ନିଜେ ବି ବସି ପାରୁନଥିଲି କି ଧନକୁ ବି ବସେଇ ପାରୁନଥିଲି। ତ ସେମାନଙ୍କୁ ମୁଁ ଡାକୁଥିଲି ଆରେ କୁଆଡ଼େ ଯାଉଛ ଏତେ ଜଲ୍ଦି ଜଲ୍ଦି ପଳେଇ ଯାଉଛ ବୁଲିବା। ସେମାନେ କହୁଥିଲେ ଆସ ଆସ ଏଇଠି ଫଟୋ ସୁଟ୍ କରିବା ବୋଲି ମୋତେ ଡାକୁଥିଲେ। ତ ମୁଁ ତାଙ୍କ ପଛେ ପଛେ ଏମିତି ଚାଲିଥିଲି। ସେମାନେ ଯାଇକି ଏଇଠି ଧନକୁ ସେ ପଚାରୁଛନ୍ତି କି ଧନ କୁଆଡ଼େ ଆସିଛୁ ନା ଏମିତି ଏମିତି କରିକି ସେ କହିଦେଉଛି। ତାପରେ ସେଠି ଫଟୋ ସୁଟ୍ କରିକି କିଛିଟା ପଳେଇ ଆସିଥିଲୁ ରିଟର୍ନ ଟୁ ଦ ପ୍ଲେସ୍। ଏଇଠି ଦେଖିଲି କି ଗୋଟେ ହିଁ ଆଉ କେଉଁଠି ବି ନାହିଁ, ଏଇଠି ଗୋଟେ ହିଁ ସେବତୀ ଗଛ ଟିକେ ଲଗେଇଥିଲେ। ଏଇଠି ସେବତୀ ଗଛ ଏଇଠି ଫୁଲ କିଛିଟା ଫୁଟିଥିଲା। ପତାନି ଏଇଠି ଗୋଟେ ଗଛ କିଏ ଲଗେଇ ରଖିଥିଲେ କି ଆହୁରି ହେଇଥିଲା, ମରିଯାଇଛି ସବୁ। ଏଇଠି ଧନ ପାପା ଆସିଗଲେ। ଏଇଠି ଆମେ ପ୍ଲେସ୍କୁ ଆସିକି ଦେଖିଲୁ କି ଅଲମୋଷ୍ଟ ରୋଷେଇ ସରିବା ଉପରେ। ଧନ ତାର ଏନ୍ଜୟ କରି କରି ଆସୁଛି ହେଇକି ଆସୁଛି। ମୁଁ ତାର ବୟସ ତା ପାଇଁ ଭୁଲିଗଲି। ଏଇଠି ମଟନ୍ ଆମର ରେଡ଼ି ହେଇଯାଇଛି। ଆମର ଏବେ ଖାଇବା ଷ୍ଟାର୍ଟ ହେଇଯିବ। ସବୁ ଆଇଟମ୍ ମୁଁ ଦେଖି ପାରିଲିନି, ସରି।